ପ୍ରିୟ ଆତ୍ମନ୍, ଜୁନ୍ ମାସରେ ଶିକ୍ଷା ସାଧନ ସତ୍ସଙ୍ଗ ସମ୍ମିଳନୀ ଓ ସମାରୋହ ହୋଇଥିଲା। ସେଥିରେ ଜଣେ ସଦସ୍ୟ ଥିଲେ ଯେ କି ଖାଣ୍ଟି ଆର୍ଯ୍ୟ ସମାଜୀ ଥିଲେ ଓ ସେଦିନ ମୁନି ସମାଜର ସଦସ୍ୟ ହୋଇଥିଲେ। ସେ କହିଲେ, ସାଧନ ବହୁତ ଭଲ, ପୁରା ଠିକ୍ ଓ ଅତି ଉପଯୋଗୀ ଏବଂ ଅତ୍ୟନ୍ତ ବୈଜ୍ଞାନିକ ତଥା ପ୍ରାକୃତିକ ସରଳ ସୁଗମ। କିନ୍ତୁ ସନ୍ଦେହ ହେଉଛି ଯେ ଏ ସଂସାରର ନିର୍ମାତା, କର୍ତ୍ତା, ରଚୟିତା, ସ୍ରଷ୍ଟା ବା ପିତା କିଏ? ପିତା ବିନା କେହି ହୋଇପାରିବ ନାହିଁ। ନିର୍ମାଣ ନ କଲେ କିଛି ନିର୍ମିତ ହୁଏ ନାହିଁ। ସମସ୍ତଙ୍କ କେହି ନା କେହି ନିର୍ମାତା, ରଚୟିତା, ସ୍ରଷ୍ଟା ବା ପିତା ରହିବା ଆବଶ୍ୟକ ନା ନାହିଁ? ସଦ୍ଗୁରୁଦେବ, କ'ଣ ପିତା ବିନା କେହି ହୁଏ ନାହିଁ? କ'ଣ ନିର୍ମାଣ ନ କଲେ କିଛି ନିର୍ମିତ ହୁଏ ନା? କ'ଣ ସମସ୍ତଙ୍କ କେହି ନା କେହି ନିର୍ମାତା, କର୍ତ୍ତା ବା ସ୍ରଷ୍ଟା ରହିବା ଉଚିତ? ଯଦି ଏପରି, ତେବେ ଆପଣଙ୍କ ପ୍ରଶ୍ନ ସାର୍ଥକ ଅଟେ। ନହେଲେ ଏହି ଶଙ୍କା ସର୍ବଦା ନିରର୍ଥକ। ଆପଣ ହିଁ କୁହନ୍ତୁ, ଈଶ୍ୱରର ପିତା କିଏ? ଜୀବର ନିର୍ମାତା, ରଚୟିତା, ସ୍ରଷ୍ଟା ବା କର୍ତ୍ତା କିଏ? ଆର୍ଯ୍ୟ ସମାଜୀ ସଦସ୍ୟ ଉତ୍ତର ଦେଲେ ଯେ ଈଶ୍ୱରର ସ୍ରଷ୍ଟା, ରଚୟିତା, ନିର୍ମାତା ବା ପିତା କେହି ନାହାନ୍ତି। ଜୀବର ମଧ୍ୟ ନିର୍ମାତା, ରଚୟିତା, ସ୍ରଷ୍ଟା ବା ପିତା କେହି ନାହାନ୍ତି। ଏହି ତିନୋଟି ଯାକ ଅନାଦି। ଆର୍ଯ୍ୟ ସମାଜର ମଧ୍ୟ ଏହି ସିଦ୍ଧାନ୍ତ। ସଦ୍ଗୁରୁଦେବ, ଯଦି ଏହି ତିନୋଟିର ନିର୍ମାତା, ରଚୟିତା, ସ୍ରଷ୍ଟା ବା ପିତା କେହି ନାହାନ୍ତି, ତେବେ ଗୋଟିଏ କେବଳ ସଂସାରର ନିର୍ମାତାକୁ କାହିଁକି ଖୋଜା ଚାଲିଛି? ଯଦି ଈଶ୍ୱର, ଜୀବ ଓ ପ୍ରକୃତି ପରମାଣୁ ତିନିଟା ଅନାଦି ହୋଇପାରିଲେ, ତେବେ ଆଉ ଗୋଟିଏ ଅନାଦି ସଂସାରକୁ କାହିଁକି ମାନି ନିଆ ଯାଉନାହିଁ? ଦେଖନ୍ତୁ, ଯଦି ସଂସାରର ପ୍ରକୃତି ପରମାଣୁ ଅନାଦି, ତେବେ ଈଶ୍ୱର ସଂସାରର ନିର୍ମାତା ହୋଇ ନପାରେ। ଲୁଗା ଯେଉଁ ସୂତାରେ ତିଆରି, ସେହି ସୂତା ଯଦି ଅନାଦି, ତେବେ ସେହି ଲୁଗାର ନିର୍ମାତା ତନ୍ତୀକୁ ଲୁଗାର ସ୍ରଷ୍ଟା ବୋଲି କୁହାଯାଇ ପାରିବ ନାହିଁ। ରଚୟିତା ଓ ସ୍ରଷ୍ଟା ଅଥବା ଇଂରାଜୀରେ ମେକର ଓ କ୍ରିଏଟରର ପ୍ରଭେଦ ରହିଛି। ସ୍ରଷ୍ଟାର ଚିନି ଓ ମାଟିକୁ ନେଇ ମିଠେଇ ଓ ମାଠିଆ ତିଆରି କରୁଥିବା ଗୁଡ଼ିଆ ଓ କୁମ୍ଭାରକୁ ସ୍ରଷ୍ଟା କୁହାଯାଇ ପାରିବ ନାହିଁ। ପୁଣି ପ୍ରଶ୍ନ କଲେ, ଈଶ୍ୱରକୁ, ଜୀବକୁ ଓ ସଂସାରର ପରମାଣୁ ଗୁଡ଼ିକୁ ନିର୍ମିତ ହେବାର କେହି ଦେଖି ନାହାନ୍ତି, ତେଣୁ ଅନାଦି ଅଟନ୍ତି। କିନ୍ତୁ ସଂସାର କେମିତି ଅନାଦି ହେବ? ସଦ୍ଗୁରୁଦେବ, କାହିଁକି? ଆପଣ କ'ଣ ସଂସାର ନିର୍ମିତ ହୋଇଥିବାର ଦେଖିଛନ୍ତି? ସଂସାରକୁ ମଧ୍ୟ କେହି ନିର୍ମିତ ହେଉଥିବାର ଦେଖି ନାହାନ୍ତି। ସୂର୍ଯ୍ୟ, ଚନ୍ଦ୍ରକୁ ନିର୍ମିତ ହେବାର କିଏ ଦେଖିଛି? ଯଦି ସୂର୍ଯ୍ୟ ଓ ଚନ୍ଦ୍ରକୁ ନିର୍ମିତ ହେବାର କେହି ଦେଖି ନାହାନ୍ତି, ତେବେ ଏମାନଙ୍କ ନିର୍ମାତାକୁ କାହିଁକି ଖୋଜୁଛନ୍ତି? ଯଦି ଆପଣଙ୍କର ଏତେ ବଡ଼ ମତବାଦୀ ଈଶ୍ୱର ବିନା ପିତାରେ ଓ ବିନା ନିର୍ମାଣରେ ହୋଇପାରେ, ତେବେ ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟ ବିନା ପିତାରେ ଓ ବିନା ନିର୍ମାଣରେ କାହିଁକି ହୋଇ ନପାରିବେ? ଈଶ୍ୱରର ଭକ୍ତମାନେ ମତବାଦୀ ପୁସ୍ତକର ମିଥ୍ୟା ଗଳ୍ପକୁ ଆଧାର କରି ମିଥ୍ୟା ଓ ନିତାନ୍ତ ଅସତ୍ୟ ଏବଂ ଗଧର ସିଂହ ପରି ଅଭାବ ମାତ୍ର ଈଶ୍ୱରର ଏକ ଗୁଜବ ସୃଷ୍ଟି କରି ନେଇଛନ୍ତି। ନହେଲେ ଈଶ୍ୱର ତ ସ୍ୱୟଂ ନାହିଁ। ସେ ସଂସାରକୁ ନିର୍ମାଣ କରିବ କ'ଣ? ସବୁ ଆତ୍ମାର ଚମତ୍କାର। ପୁଣି ପ୍ରଶ୍ନ କଲେ, ଏହି ପ୍ରଶ୍ନ ଥରେ ଜଣେ ମୁନି ଗୋଟିଏ ଅଧିବେଶନରେ ପଚାରିଥିଲେ। ସଦ୍ଗୁରୁଦେବଙ୍କର ଉତ୍ତର ଶୁଣି ସମସ୍ତେ ଖୁସି ହୋଇଯାଇଥିଲେ। ପ୍ରଶ୍ନ ଥିଲା, ସାଧନ କରୁଥାଇ ଈଶ୍ୱରକୁ ମାନିଲେ କ'ଣ କ୍ଷତି ହେବ? ସଦ୍ଗୁରୁଦେବ, ମନୁଷ୍ୟ ସର୍ବଦା ମନୋମୟ, ଭାବନାମୟ ଓ ବିଶ୍ୱାସମୟ। ଲୋକେ ଈଶ୍ୱରକୁ ନିରାମୟ, ନିରୋଗ ଓ ନିରାକାର ବୋଲି ମାନନ୍ତି ଓ ନିଜକୁ ଠିକ୍ ଏହାର ବିପରୀତ, ରୋଗୀ ଓ ବିକାରମାନ ମାନନ୍ତି। ଈଶ୍ୱରକୁ ସର୍ବଶକ୍ତିମାନ ଏବଂ ନିଜକୁ ଦୁର୍ବଳ, ଶକ୍ତିହୀନ ମାନନ୍ତି। ଈଶ୍ୱରକୁ ସ୍ୱାମୀ ଓ ନିଜକୁ ଦାସ ବୋଲି ମାନନ୍ତି। ଯୋଗ ସାଧନରେ ଚକ୍ରଭେଦନ ଦ୍ୱାରା ସାଧକ ନିଜର ପ୍ରତ୍ୟେକ ଅଙ୍ଗ, ପ୍ରତ୍ୟେକ ଗଣ୍ଠି, ପ୍ରତ୍ୟେକ ଅଣୁରେ ଆତ୍ମାକୁ ନେଇ ସିଞ୍ଚେ ଓ ପଲ୍ଲବିତ କରାଏ।
ଆତ୍ମା ପ୍ରତ୍ୟେକ ଅଙ୍ଗକୁ ଯାଇ ନିଜର ଭାବ, ବିଚାର ଓ ବିଶ୍ୱାସକୁ ଶରୀରର ପ୍ରତ୍ୟେକ ଅଣୁରେ ନେଇ ଭରିଦିଏ। ତେଣୁ ଈଶ୍ୱରକୁ ମାନୁଥିବା ସାଧକ ଶରୀରର ପ୍ରତ୍ୟେକ ଅଣୁରେ ଦାସତ୍ୟା, ହୀନତା ଓ ଦୁର୍ବଳତାର ଭାବ ଭରି ସାଧନ ଦ୍ୱାରା ଆହୁରି ଅଧିକ ଅବନତି, ରୋଗ ନିର୍ବଳତାକୁ ପ୍ରାପ୍ତ ହୋଇ ମୁକ୍ତି ବଦଳରେ ବନ୍ଧନକୁ ପ୍ରାପ୍ତ ହୁଏ। ପୁଣି ପ୍ରଶ୍ନ କଲେ, କଦାଚିତ୍ ଈଶ୍ୱର ଯଦି ଥାଏ, ତେବେ ଯେଉଁମାନେ ତାହାର ସ୍ତୁତି ପ୍ରାର୍ଥନା ଆଦି କରୁନାହାନ୍ତି ସେମାନଙ୍କୁ ସେ ଯମଦୂତମାନଙ୍କ ଦ୍ୱାରା ଧରି ନର୍କରେ ପକାଇଦେବ। ସଦ୍ଗୁରୁଦେବ। ମୃତ୍ୟୁ ପରେ ଅର୍ଥାତ୍ ଏହି ସ୍ଥୂଳ ଶରୀର ତ୍ୟାଗ କଲା ପରେ ମନୁଷ୍ୟ ସର୍ବଦା ମନୋମୟ ହୋଇଥାଏ। ତେଣୁ ତାହାକୁ କେହି ହେଲେ ଧରିପାରେ ନାହିଁ। ଗୋଟିଏ ଅତି ସରୁ ଓ ଛୋଟ ଛଞ୍ଚିକୁ କେହି ହେଲେ ଗୋଟିଏ ମୋଟା ଦଉଡ଼ିରେ ଯେତେବେଳେ ବାନ୍ଧି ପାରୁନାହିଁ, ତେବେ ଅତି ସୂକ୍ଷ୍ମ ଏହି ଆତ୍ମାକୁ କିଏ କେମିତି ବାନ୍ଧି ପାରିବ? ପାଖରେ ଶୋଇଥିବା ଲୋକର ସୂକ୍ଷ୍ମ ଶରୀର ସ୍ୱପ୍ନ ଲୋକରେ ଧାଉଁଥାଏ, ତାକୁ କିଏ ଧରିପାରେ କି? ତେବେ ସ୍ଥୂଳ ଶରୀର ତ୍ୟାଗ କଲାପରେ ଯମଲୋକ ଓ ଯମଦୂତଙ୍କ ଭୟ ହିଁ ସେମାନଙ୍କୁ ନିୟନ୍ତ୍ରଣ କରେ। ଜଣକର ସୂକ୍ଷ୍ମ ଶରୀର ଓ ସୂକ୍ଷ୍ମ ଲୋକରେ ଅନ୍ୟ ଆତ୍ମା ବା ଅନ୍ୟ କେହି ପ୍ରବେଶ କରିପାରନ୍ତି ନାହିଁ। ଯେମିତି ଜଣକର ସ୍ୱପ୍ନ ସଂସାରରେ ଅନ୍ୟ ଜଣେ ପ୍ରବେଶ କରିପାରେ ନା, ସ୍ୱପ୍ନରେ ଓ ସୂକ୍ଷ୍ମ ଲୋକରେ ବା ମନୋମୟ ସଂସାରରେ ଯେଉଁ ଅନନ୍ୟ ପ୍ରାଣୀ, ଜୀବ, ମନୁଷ୍ୟ, ପଶୁ ବା ଦେବତା ଦେଖାଯାଆନ୍ତି, ପ୍ରକୃତରେ ସେସବୁ ଅନ୍ୟ ପ୍ରାଣୀ ହୋଇନଥାନ୍ତି, ନିଜର ହିଁ କଳ୍ପନାର ସୃଷ୍ଟି। ତେଣୁ ଯେଉଁମାନେ ଯମଦୂତ, ଯମରାଜ ଓ ନର୍କକୁ ମାନନ୍ତି, ସେମାନେ ନିଜର କଳ୍ପନା ଦ୍ୱାରା ନିଜର ମନୋମୟ ଓ କଳ୍ପନାମୟ ସଂସାରରେ ନିଜର କଳ୍ପନାର ସୃଷ୍ଟି ଯମରାଜ, ଯମଦୂତ ଓ ନର୍କ ଯୋଗୁଁ ଦୁଃଖ ପାଆନ୍ତି। ତେଣୁ ମୁନି ସମାଜର ସଦସ୍ୟ ଯେଉଁମାନେ ଏହି ବୃଥା କଥାକୁ ମାନନ୍ତି ନାହିଁ, ସେମାନଙ୍କୁ ଏସବୁ ଦୁଃଖ ଦେଇପାରେ ନାହିଁ। ସତ୍ୟ ସିଦ୍ଧାନ୍ତ ଓ ସାଧନ ମନୁଷ୍ୟକୁ ସମସ୍ତ ବନ୍ଧନ ଏବଂ ନର୍କର ଆଦିର ଭୟ ଦୂର କରାଇ ମୁକ୍ତି ପ୍ରଦାନ କରେ। ତେଣୁ ଆତ୍ମଜ୍ଞାନ ହିଁ ପ୍ରକୃତ ମୁକ୍ତି ପ୍ରଦାନକାରୀ। ସାଧନ ଦ୍ୱାରା ସମାଧିରେ ପହଞ୍ଚି ମନୁଷ୍ୟ ସିଧାସଳଖ ଅନୁଭବ କରେ ଯେ ଆତ୍ମା ଶକ୍ତି, ଜ୍ଞାନ ଓ ଆନନ୍ଦର ଭଣ୍ଡାର ଏବଂ ଏହା ହିଁ ବ୍ରହ୍ମ। ଏହାକୁ କେହି ନର୍କକୁ ନେଇଯିବାକୁ ସମର୍ଥ ନୁହେଁ ବା କେହି କୌଣସି ବନ୍ଧନରେ ମଧ୍ୟ ପକାଇ ପାରିବ ନାହିଁ। ବ୍ୟାୟାମ ଦ୍ୱାରା ଯେପରି କେବଳ ଶରୀର ବଳ ବଢ଼ିଥାଏ, ସେହିପରି ଯୋଗ ଦ୍ୱାରା କେବଳ ଆତ୍ମବଳ ବଢ଼ୁଥାଇପାରେ କି? କାହିଁକି ନା ଆଜିକାଲି ଯୋଗୀମାନେ ଦୁର୍ବଳ ଓ ରୋଗୀ ହେଉଥିବାର ଦେଖାଯାଉଛନ୍ତି। ସଦ୍ଗୁରୁଦେବ। ପ୍ରକୃତ ଯୋଗ ସାଧନ ଦ୍ୱାରା ଶରୀର, ମନ ଓ ଆତ୍ମା ତିନୋଟି ଯାକର ଉନ୍ନତି ହୁଏ ଓ ବଳ ବଢ଼େ। ଯେଉଁମାନଙ୍କୁ ଆପଣ ଯୋଗୀ ଭାବି ଏପରି ମତ ପ୍ରକାଶ କରୁଛନ୍ତି, ସେମାନେ ପ୍ରକୃତ ଯୋଗୀ ନୁହନ୍ତି। ସେମାନେ ପ୍ରକୃତ ଯୋଗ କ'ଣ ତାହା ବି ଜାଣନ୍ତି ନାହିଁ। ଯୋଗ ସାଧନ କରିବେ କେମିତି? ଯୋଗୀମାନେ ଉପାସନା କଲାବେଳେ ଆଖି ବନ୍ଦ କରିଦିଅନ୍ତି କାହିଁକି? ସଦ୍ଗୁରୁଦେବ। ଏଇଥିପାଇଁ ଯେ ଯୋଗୀମାନଙ୍କ ଇଷ୍ଟଦେବ ତାଙ୍କର ଆତ୍ମଦେବ ଏବଂ ଆତ୍ମଦେବ ତାଙ୍କ ଭିତରେ ଅଛନ୍ତି। ଏହାର ବିପରୀତ ମତବାଦୀମାନଙ୍କର ଦେବୀ ଦେବତା ଓ ସେମାନଙ୍କ ମନ୍ଦିର ସବୁ ବାହାରେ ଅଛନ୍ତି। ଏଣୁ ଯେଉଁମାନେ ଆତ୍ମଦେବକୁ ଚିହ୍ନି ନାହାନ୍ତି, ସେମାନେ ବାହାରେ ମାଟି ଓ ପଥରର ଦେବୀ ଦେବତା ତିଆରି କରି ତାଙ୍କର ଦାସ ହୋଇ ଦିନ ବିତାଇ ଅନ୍ତ ସମୟରେ ନର୍କକୁ ପ୍ରାପ୍ତ ହୁଅନ୍ତି। ଯୋଗୀମାନେ ନିଜର ମନ୍ତ୍ରକୁ କାହିଁକି ଜାଣତରେ ଉଚ୍ଚାରଣ ନ କରି ଧୀରେ ଧୀରେ ନିଜର ମନ ମଧ୍ୟରେ କରୁଥାନ୍ତି? ସଦ୍ଗୁରୁଦେବ। ଏଇଥିପାଇଁ ଯେ ଯୋଗୀ ନିଜର କଥା ନିଜର ଆତ୍ମାକୁ ଶୁଣାଏ, ବାହାରର କୌଣସି ଦେବୀ ଦେବତା ବା ମତବାଦୀ ଭଗବାନଙ୍କୁ ନୁହେଁ। ଆପଣ କହୁଛନ୍ତି ଯେ ବେଦରେ ଈଶ୍ୱରର ବର୍ଣ୍ଣନା ନାହିଁ। ବେଦରେ ଯେଉଁ ଆଧ୍ୟାତ୍ମିକ ଜ୍ଞାନ ରହିଛି, ତାହା ସମ୍ବନ୍ଧ କେବଳ ଆତ୍ମା ସହିତ ରହିଛି କି? ସଦ୍ଗୁରୁଦେବ। ହଁ, ତାହାର ନାମ ହିଁ ଆଧ୍ୟାତ୍ମିକ ଜ୍ଞାନ। ଯାହାର ସମ୍ବନ୍ଧ ଆତ୍ମା ସହିତ ରହିଥାଏ, ତାକୁ ଆଧ୍ୟାତ୍ମିକ ଜ୍ଞାନ କହନ୍ତି। ମତବାଦୀ ଈଶ୍ୱରର ବର୍ଣ୍ଣନା ବେଦରେ ନାହିଁ। ଈଶ୍ୱରକୁ ମଧ୍ୟ ଆତ୍ମା କହନ୍ତି। ଆତ୍ମାର ହିଁ ଅନ୍ୟ ନାମ ଈଶ୍ୱର। ତେଣୁ
ଯେଉଁ ସ୍ଥାନମାନଙ୍କରେ ଆତ୍ମାର ବର୍ଣ୍ଣନା ରହିଛି ସେଗୁଡ଼ିକୁ ଈଶ୍ୱରର ବର୍ଣ୍ଣନା ବୁଝିବା ଉଚିତ। ଏହା କ'ଣ ଠିକ୍ ନୁହେଁ କି? ସଦ୍ଗୁରୁଦେବ, ଠିକ୍ ଅଛି। ଆତ୍ମାର ହିଁ ଅନ୍ୟ ନାମ ଈଶ୍ୱର ମଧ୍ୟ। ଏଣୁ ଆତ୍ମାଠାରୁ ଭିନ୍ନ ଅନ୍ୟ କୌଣସି ଈଶ୍ୱର ନାହିଁ। ବେଦମାନଙ୍କରେ ଅଗ୍ନି ଇତ୍ୟାଦି ଯାହା ଈଶ୍ୱରଙ୍କ ନାମ ରହିଛି ସେଗୁଡ଼ିକ ମତବାଦୀ ଈଶ୍ୱରକୁ ଛାଡ଼ି ଆଉ କାହାର? ସଦ୍ଗୁରୁଦେବ, ଅଗ୍ନି ଆଦି ନାମ କେବେ ମତବାଦୀ ଈଶ୍ୱରର ନାମ ହୋଇନପାରେ। ଅଗ୍ନି ନାମ ନିଆର ଓ ଅଗ୍ନି ନାମ ଆତ୍ମାର। ଅଗ୍ନି ନାମ ନିଆର ଏହା ତ ସମସ୍ତେ ଜାଣନ୍ତି, କିନ୍ତୁ ଅଗ୍ନି ନାମ ଆତ୍ମାର ବୋଲି ତ ମୁଁ କେବେ ଶୁଣିନଥିଲି। ତେବେ ଅଗ୍ନି ନାମ କେମିତି ଆତ୍ମାର? ସଦ୍ଗୁରୁଦେବ, ଅଗ୍ନିର ନାମ ଈଶ୍ୱର କେମିତି ହେଲା? ପ୍ରଶ୍ନକର୍ତ୍ତା, ସ୍ୱାମୀ ଦୟାନନ୍ଦ ଅଗ୍ନିର ନାମ ଈଶ୍ୱର ବୋଲି ଅନେକ ସ୍ଥାନରେ ଲେଖିଛନ୍ତି। ଯଜୁର୍ବେଦ ମନ୍ତ୍ର ନମ୍ବର 5ରେ ସ୍ୱାମୀ ଦୟାନନ୍ଦ ଅଗ୍ନିର ନାମ ପରମେଶ୍ୱର କରିଛନ୍ତି। ସଦ୍ଗୁରୁଦେବ, ସ୍ୱାମୀ ଦୟାନନ୍ଦ ନିଜେ କହିଛନ୍ତି ଯେ ବେଦ ମନ୍ତ୍ରଗୁଡ଼ିକର ଅର୍ଥ ବୈଦିକ କୋଷ ନିଘଣ୍ଟୁ ଅନୁସାରେ କରାହେବା ଉଚିତ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ନିଜେ ନିଘଣ୍ଟୁ ଅନୁସାରେ ବେଦ ମନ୍ତ୍ରଗୁଡ଼ିକର ଅର୍ଥ କରିନାହାନ୍ତି। ତମାମ ନିଘଣ୍ଟୁରେ କେଉଁଠି ହେଲେ ଅଗ୍ନିର ଅର୍ଥ ଈଶ୍ୱର ବୋଲି ନାହିଁ। ଯେପର୍ଯ୍ୟନ୍ତ ଶରୀରରେ ଆତ୍ମା ରହିଥାଏ ସେ ପର୍ଯ୍ୟନ୍ତ ଶରୀରରେ ଉତ୍ତାପ୍ତ ରହିଥାଏ। ସେ ପର୍ଯ୍ୟନ୍ତ ଶରୀର ମଧ୍ୟରେ ଜଠାଗ୍ନି ଓ ପ୍ରାଣାଗ୍ନି ମଧ୍ୟ ଥାଆନ୍ତି। କିନ୍ତୁ ଆତ୍ମା ବାହାରି ଗଲା ପରେ ଶରୀର ଥଣ୍ଡା ହୋଇଯାଏ। ଶରୀରରେ ଈଶ୍ୱର ରହିଥିବାରୁ ଉତ୍ତାପ୍ତ ରହିଥାଏ ବୋଲି ଆମ୍ଭେ କାହିଁକି ମାନିବା ନାହିଁ? ଏହା କ'ଣ ଠିକ୍ ନୁହେଁ? ସଦ୍ଗୁରୁଦେବ, ନା, ଈଶ୍ୱର ତ ସର୍ବବ୍ୟାପକ ହୋଇଥିବାରୁ ମୃତକର ଶରୀରରେ ମଧ୍ୟ ରହିଛି। ଯଦି ଈଶ୍ୱରର ଯୋଗୁଁ ଶରୀରରେ ଉତ୍ତାପ୍ତ ରହିଥାନ୍ତା ତେବେ ମୃତକର ଶରୀରରେ ମଧ୍ୟ ରହନ୍ତା। କାହିଁକିନା ଆତ୍ମା ଚାଲିଗଲା ପରେ ମଧ୍ୟ ମୃତକର ଶରୀରରେ ଈଶ୍ୱର ରହିଛି। ତେଣୁ ଅଗ୍ନିର ନାମ ଈଶ୍ୱର କେବେ ନୁହେଁ। ତେବେ ବେଦର ଏହି ମନ୍ତ୍ରର ଅର୍ଥ କ'ଣ? ଶ୍ଳୋକ ଆପଣ ଭିଡ଼ିଓରେ ଦେଖିପାରୁଥିବେ। ଏହି ଶ୍ଳୋକର ଅର୍ଥ ହେଉଛି ଅହମ୍ ମୁଁ ଅନୁତାତ୍ ଅସତ୍ୟରୁ ଭିନ୍ନ ହୋଇ ସତ୍ୟଂ ସତ୍ୟକୁ ଉପେମି ପ୍ରାପ୍ତ କରିବାକୁ ଇଚ୍ଛା କରୁଛି। ଅତଃ ଇଦମ୍ ଏହି ବ୍ରତମ୍ ଚରିଷ୍ୟାମି ପ୍ରତିଜ୍ଞା ବା ବ୍ରତର ପାଳନ କରିବି। ଅଗ୍ନେ ହେ ଆତ୍ମଦେବ, ବ୍ରତ ପତେ ହେ ପ୍ରତିଜ୍ଞାକାରୀ ଓ ବ୍ରତର ନିର୍ବାହକ। କାହିଁକିନା ଆତ୍ମା ହିଁ ବ୍ରତ ପାଳନ କରେ, ମୃତ ବା ଜଡ଼ ନୁହେଁ। ଅତଃ ହେ ଆତ୍ମା, ହେ ବ୍ରତ ପତେ, ତତ୍ ସେହି ବ୍ରତକୁ ପାଳନ କରିବାକୁ ସକୟମ୍ ସମର୍ଥ ହୁଏ। ତତ୍ ସେହିପରି ମେ ମୋ ପାଇଁ ରାଧତ୍ୟାମ୍ କରିଦିଅନ୍ତୁ ବା ସିଦ୍ଧ କରିଦିଅନ୍ତୁ ବା ପୂର୍ଣ୍ଣ କରିଦିଅନ୍ତୁ। ଅର୍ଥାତ୍ ଏହା ଈଶ୍ୱର ନିମନ୍ତେ ହୋଇନପାରେ। କାହିଁକିନା ଈଶ୍ୱର ଯଦି ସମସ୍ତଙ୍କୁ ସତ୍ୟର ପାଳନ କରାଉଛି ତେବେ ଅନ୍ୟମାନଙ୍କୁ ମିଥ୍ୟା ମଧ୍ୟ କୁହାଉଛି। ଯଦି ଈଶ୍ୱର ସମସ୍ତଙ୍କୁ ସତ୍ୟ କୁହାଉଥାଏ ତେବେ ତାହା କେଉଁ ଶକ୍ତି ଯାହା ଈଶ୍ୱର ଚାହିଁଲେ ବି ଲୋକଙ୍କୁ ମିଥ୍ୟା କୁହାଉଛି? କ'ଣ ଈଶ୍ୱର ସମସ୍ତଙ୍କୁ ମିଥ୍ୟା କୁହାଇବାକୁ ଚାହିଁବ? କେବେ ନୁହେଁ। ତେବେ ଲୋକେ ମିଥ୍ୟା କାହିଁକି କୁହନ୍ତେ? ତେଣୁ ଏହା ଏଥିରୁ ପ୍ରମାଣିତ ହେଉଛି ଯେ ଈଶ୍ୱର କାହାକୁ ମିଥ୍ୟା କହିବାକୁ ବା ସତ୍ୟ କହିବାକୁ ପ୍ରେରଣା ଦିଏନା। ଯଦି ସେ ସର୍ବଶକ୍ତିମାନ ସତ୍ୟ କହିବାକୁ ପ୍ରେରଣା ଦେଉଥାନ୍ତା ତେବେ କିଏ ବାଧା ଦିଅନ୍ତା? ଆମ୍ଭକୁ ସତ୍ୟ କହିବାକୁ ପ୍ରେରଣା ଦିଅନ୍ତୁ ବୋଲି ଈଶ୍ୱରଙ୍କୁ ପ୍ରାର୍ଥନା କରିବା ବୃଥା। ଈଶ୍ୱରକୁ ମାନୁଥିବା ସମସ୍ତେ ଏହା କହନ୍ତି ଯେ ଈଶ୍ୱର ସତ୍ୟ କୁହାଇବାକୁ ଚାହେଁ। ଏବେ ପ୍ରଶ୍ନ ଉଠୁଛି ଯେ ଯଦି ସର୍ବଶକ୍ତିମାନ ଈଶ୍ୱର ସତ କୁହାଇବାକୁ ଚାହେଁ ତେବେ କେହି କେବେ ମିଥ୍ୟା କହିପାରିବ କି? କ'ଣ ପ୍ରାର୍ଥନା କଲେ ଯାଇ ଈଶ୍ୱର ସତ୍ୟ କୁହାଇବ? ଯଦି ସେ ସତ୍ୟ ଓ ନ୍ୟାୟର ପକ୍ଷପାତୀ ତେବେ ସେ ସବୁବେଳେ ଇଚ୍ଛା କରିବ ଯେ ଲୋକେ ସତ କୁହନ୍ତୁ ଓ ନ୍ୟାୟ କରନ୍ତୁ। ସେ ଇଚ୍ଛା କଲେ କିଏ ମିଥ୍ୟା କହିପାରିବ? କିନ୍ତୁ ଲୋକେ ମିଥ୍ୟା କହୁଛନ୍ତି। ତେଣୁ ଏହା ପ୍ରମାଣିତ ହେଉଛି ଯେ ମତବାଦୀ ଈଶ୍ୱର କେଉଁଠି ହେଲେ ନାହିଁ।
ତାହା ମତବାଦୀମାନଙ୍କର କଳ୍ପନା ମାତ୍ର। ଆଚ୍ଛା ହଉ, ତେବେ ଯେ ଈଶ୍ୱରକୁ ସତ୍ୟ କୁହାଇବାକୁ ପ୍ରାର୍ଥନା କରିବ ନାହିଁ, ତାକୁ କ'ଣ ଈଶ୍ୱର ମିଥ୍ୟା କୁହାଇବ? ନା, ସେ ସତ୍ୟ କହୁ ବୋଲି ଈଶ୍ୱର ଚାହିଁବ ନାହିଁ। ମତବାଦୀ ଈଶ୍ୱର ସର୍ବଶକ୍ତିମାନ, ନ୍ୟାୟକାରୀ ଓ ସତ୍ୟପ୍ରିୟ, କିନ୍ତୁ ସେ ସମସ୍ତଙ୍କୁ ସତ୍ୟବାଦୀ କରିପାରିଲା ନାହିଁ। ତେଣୁ ଏପରି ଈଶ୍ୱରକୁ ପ୍ରାର୍ଥନା କରିବା ବୃଥା। ଈଶ୍ୱର ହିଁ ନାହିଁ, ଈଶ୍ୱର ସତ୍ୟପ୍ରିୟ। ଯଦି ଈଶ୍ୱର ଥାନ୍ତା, ତେବେ କେହି ପ୍ରାର୍ଥନା କରୁ କି ନ କରୁ କାହାକୁ ମିଥ୍ୟା କହିବାକୁ ଦିଅନ୍ତା ନାହିଁ। ଏମିତି ବ୍ୟବସ୍ଥା କରନ୍ତା ଯଦ୍ୱାରା କେହି ମିଥ୍ୟା କହିପାରନ୍ତେ ନାହିଁ। ତେଣୁ ଏହି ଈଶ୍ୱର ବିଷୟକ ସବୁ କଥା ମିଥ୍ୟା, ଆତ୍ମା ସତ୍ୟ ହଉ କି ଅସତ୍ୟ ହଉ କହିବାକୁ ସ୍ୱତନ୍ତ୍ର। ତେଣୁ ଜଣେ ଯୋଗୀର ମନ ଆତ୍ମାକୁ କହୁଛି ଯେ, ହେ ଆତ୍ମନ୍, ପ୍ରତିଜ୍ଞା ରକ୍ଷକ ତୁମ୍ଭେ, ମୁଁ ଆଜିଠାରୁ ସତ୍ୟ କହିବାର ବ୍ରତ ଧାରଣ କରୁଛି। ଅତଏବ ହେ ଆତ୍ମନ୍, ଏପରି କର ଯେପରି ମୁଁ ଏହା କରିପାରିବି। ଏହା ହିଁ ଏ ବେଦ ମନ୍ତ୍ରର ଅର୍ଥ। ଏପରି କୌଣସି ବେଦ ମନ୍ତ୍ରରେ ଈଶ୍ୱରର ବର୍ଣ୍ଣନା ନାହିଁ। ବେଦ ଈଶ୍ୱର କୃତ ମଧ୍ୟ ନୁହେଁ। ଯଦି ଏହି ମନ୍ତ୍ର ଈଶ୍ୱର ଦ୍ୱାରା କୁହାଯାଇଥାନ୍ତା, ତେବେ ଏଥିରେ ଏହା କେବେ ହେଲେ ନଥାନ୍ତା। ଯେପରିକି ହେ ଅଗ୍ନି, ଏମିତି କରନ୍ତୁ ଯେପରି ମୁଁ ବ୍ରତ ପାଳନ କରିପାରିବି। ଅଗ୍ନି ପରମେଶ୍ୱର ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ କି? ଯଦି ମନୁଷ୍ୟମାନଙ୍କ ନିମନ୍ତେ ଏହି ମନ୍ତ୍ରରେ ଉପଦେଶ ଥାନ୍ତା, ତେବେ ମେ ନ କହି ତେ କୁହାଯାଇଥାନ୍ତା। ନିଜ ପାଇଁ ପ୍ରାର୍ଥନା ନ କରି ସଫା କୁହାଯାଇଥାନ୍ତା ଯେ, ହେ ମନୁଷ୍ୟମାନେ, ତୁମ୍ଭେ ସତ୍ୟବ୍ରତ ଧାରଣ କର। ଆମ୍ଭେ ଏପରି ବ୍ୟବସ୍ଥା କରିବୁ ଯଦ୍ୱାରା ତୁମ୍ଭେମାନେ ଏହି ସତ୍ୟବ୍ରତ ପାଳନ କରିପାରିବ। ତେଣୁ ମୁଁ କହୁଛି, ହେ ବିଦ୍ୱାନଗଣ, ଏ ସମସ୍ତ ମନ୍ତ୍ର ଉପରେ ବିଚାର କରନ୍ତୁ। ଏହା ଈଶ୍ୱର ଦ୍ୱାରା କଥିତ ନୁହେଁ କିମ୍ବା ଏଥିରେ ଈଶ୍ୱରର ବର୍ଣ୍ଣନା ମଧ୍ୟ ନାହିଁ। ଏବେ ଆପଣମାନେ ବିଚାର କରନ୍ତୁ ଯେ, ଦୟାନନ୍ଦ ମତବାଦୀମାନେ ନିଜର ମତ ପ୍ରଚଳନ ନିମନ୍ତେ ବେଦର ମତବାଦୀ ଅର୍ଥ କରି ଏବଂ ଏଥିରେ ମତବାଦୀ ଈଶ୍ୱରର ବର୍ଣ୍ଣନା କରି ସଂସାରକୁ କେମିତି ଠକିଛନ୍ତି।